ସମସ୍ତେ ଆଗ ଭଲ ପାଇବା ଭାରତ ମାଟି, ଦ୍ୱିତୀୟ ଭଲ ପାଇବା ତିରଙ୍ଗ ପତାକା, ତୃତୀୟ ହଉଛି ତିରଙ୍ଗ ପତାକାର ସମ୍ମାନ ସମସ୍ତେ ଜଗିବା, ତାହେଲେ ଭଲ ହବ। ହଁ, ସେଇଥିରେ ଆମେ ରାହୁଲ ଗାନ୍ଧୀ କାମରେ ବାଛିଛୁ। ଯୋଉ ଯୋଉ କାମ ସବୁ ହଉଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ। ଆଜି ହଉଛି 77ତମ ସାଧାରଣତନ୍ତ୍ର ଦିବସ। ଏ ଦିବସ ଭାରତ ପାଇଁ, ପୃଥିବୀ ପାଇଁ ଗର୍ବର ଦିବସ। ଭାରତୀୟ ମାନେ ଯୋଉ ତିରଙ୍ଗ ପତାକା ଆମର ହିମାଳୟରୁ କନ୍ୟାକୁମାରୀ, ମଣିପୁରରୁ ମହାରାଷ୍ଟ୍ର, ଯାହାର ମର୍ଯ୍ୟାଦା ହଉଛି ତିରଙ୍ଗ ପତାକା ଅଶୋକ ସ୍ତମ୍ଭ, ସମସ୍ତ ଭାରତୀୟ ମାନଙ୍କର, ମା ଭଉଣୀ ମାନଙ୍କର ହଉଛି ଇଜ୍ଜତ ତିରଙ୍ଗ ପତାକା। ତାରି ତଳେ ଆଜି ଆମେ ଫ୍ଲାଗ ପୋଷ୍ଟିଂ କରି କେମିତି ରାଜ୍ୟର ବିକାଶ ହବ, ଦେଶର ବିକାଶ ହବ, ଶାନ୍ତି ପ୍ରତିଷ୍ଠା ହବ, ଭାତୃଭାବ ସୃଷ୍ଟି ହବ, ଏଇ କାମନା କରିଛୁ। ଆଜି ଆମର ପ୍ରସାଦ ହରିଚନ୍ଦନ ହୃଦୟ ସ୍ପର୍ଶ ସ୍ପିଚ ଦେଇଛନ୍ତି। କଂଗ୍ରେସ ପାଇଁ କେମିତି, କଂଗ୍ରେସ ଦେଶ ପାଇଁ କେମିତି ଜୀବନ ଦେଇଥିଲା, କେମିତି ସ୍ୱାଧୀନତା ଆଣିଥିଲା, କେମିତି ଇଣ୍ଡିପେଣ୍ଡେଣ୍ଟ ହେଇଥିଲା, ସବୁ ପ୍ରକାର ହେଇଥିଲା। ଏ ଭାରତୀୟ ମାନେ ଆସ ଭାରତ ବର୍ଷକୁ ଗଢିବା। ଏ ପିଲାମାନେ କେମିତି ଭଲ ପାଠ ପଢିବେ, ନାଗରିକ ମାନେ କେମିତି ଭଲ ଉଚ୍ଚ କୋଟିର ଚାଷ କରିବେ, ଭାରତ ମର୍ଯ୍ୟାଦା ବଢେଇବେ। ଏଇ ବିଷୟରେ ଆଜି ଗଣତନ୍ତ୍ର ଦିବସରେ ଆମେ ସବୁ ପ୍ରତିଜ୍ଞା କରୁଛୁ। ମୁଁ ଆଶା କରୁଛି ସମସ୍ତେ ଆଗ ଭଲ ପାଇବା ଭାରତ ମାଟି, ଦ୍ୱିତୀୟ ଭଲ ପାଇବା ତିରଙ୍ଗ ପତାକା, ତୃତୀୟ ହଉଛି ତିରଙ୍ଗ ପତାକାର ସମ୍ମାନ ସମସ୍ତେ ଜଗିବା, ତାହେଲେ ଭଲ ହବ। ହଁ, ସେଇଥିରେ ଆମେ ରାହୁଲ ଗାନ୍ଧୀ କାମରେ ବାଛିଛୁ। ଯୋଉ ଯୋଉ କାମ ସବୁ ହଉଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ। ଟ୍ରମ୍ପ ପାଖେ ବିକ୍ରି କରିଦେଲା ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି କହିବ ବନ୍ଦ, ସିଜ୍ ଫାୟାର, ଏଡେ କୋଲାପ୍ସ ଯାହାକୁ କୁହାଯାଏ। ପାକିସ୍ତାନ ଇଣ୍ଡିଆ ୱାରକୁ ଟ୍ରମ୍ପ ବନ୍ଦ କରିବ, ସିଜ୍ ଫାୟାର। 140 କୋଟି ଲୋକ, 1000 ଲୋକ, ଦୁଃଖଦାୟକ ଘଟଣା।